ଆମେ 1 ମିନିଟ ମାଙ୍କ ନାମ ମା ମା ସମସ୍ତେ ଜପ କରିବା ହେଲା। ମା 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 ओवर मु गोटे प्रेयर बोलबी तुम मो सहित बोलियो ठीक है। आमे शपथ कलु आमे शपथ कलु माना में फुलिबो माँ को न भूलिबो माँ पथे चलिबो शपथ कलो आमे शपथ कलो आमे शपथ कलो दिव्य दातारे सबु बरिबो मृत्यु रे अमृत भरिबो दिव्य दातारे सबु बरिबो मृत्यु रे अमृत भरिबो आलोकित पथे आमे जात्री आलोकित पथे आमे जात्री अंधारे केबे नाही डरिबो आमे अंधारे केबे नाही डरिबो शपथ कलो आमे शपथ कलो माना में फुलिबो माँ को न भूलिबो माँ पथे चलिबो शपथ कलो आमे शपथ कलो आमे शपथ कलो नव जोगे नव पोथी खोलिबो
নবতানে নব গীত বলিবু নব যুগে নব পথি খোলিব নবতানে নব গীত বলিবু আসু যেতে ঝড় ঝঞ্ঝা জীবনে আসু যেতে ঝড় ঝঞ্ঝা জীবনে এক মনে এক লয়ে চালিবু আমি এক মনে এক লয়ে চালিবু শপথ কলু আমি শপথ কলু মা নামে ফুলিব মা কোন ভুলিব মা পথে চালিব শপথ কলু আমি শপথ কলু আমি শপথ কলু স্মরি চির সত্যর মন্ত্র অভিযানে হেবু আমি বিজয়ী স্মরি চির সত্যর মন্ত্র অভিযানে হেবু আমি বিজয়ী যন্ত্রী সে আমি সবু যন্ত্র যন্ত্রী সে আমি সবু যন্ত্র আমরি নিয়তি আমি নিজে হি আজি আমরি নিয়তি আমি নিজে হি শপথ কলু আমি শপথ কলু মা নামে ফুলিব মা কোন ভুলিব মা পথে চালিব শপথ কলু আমি শপথ কলু আমি শপথ কলু আমি শপথ কলু তোর সত্যাংশ জাত আমি মানে ভারতবর্ষের যুবকগণ তো মন্দিরে আসিন প্রার্থনা করুছু শুণ মাত এই ভারতবর্ষে প্রকাশ হো মা তো দুর্গে যুগে যুগে মানব শরীরে অবতীর্ণ হই জন্মে জন্মে তোর হি কার্য করি তো আনন্দ ধামরে ফেরি যাও এথর বি জন্ম হই তোরই কার্য নেই আমি ব্রতী শুণ মাত এই ভারতবর্ষে সহায় হব মা তো দুর্গে সিংহ বাহিনী ত্রিশূল ধারিণী বর্ম আবৃত সুন্দর সেন মাত জয় দায়িনী তো প্রতীক্ষারে ଭାରତ ରହିଅଛି তোর সেই মঙ্গলময় মূর্তি দেখিବାକୁ উৎসুক শুণ মাত ଭାରତবর্ষରେ আবির্ভূত ହୁଅ প্রকাশ ହୁଅ মা তো দুর্গে বলদায়িনী প্রেমদায়িনী জ্ঞানদায়িনী শক্তি স্বরূপিণী ভীমে সৌম্য রুদ্ররূপিণী জীবন সংগ্রামে ভারত সংগ্রামে তোর প্রেরিত যোদ্ধা আমি মানে দিও মা প্রাণে মনে অসুরর শক্তি অসুরর উদ্যম দিও মা হৃদୟରେ বুদ্ধিরে দেব চরিত্র দেব জ্ঞাନ মা তো দুর্গে জগৎ শ্রেষ্ঠ ଭାରତ ଜାତି ନିବିଡ଼ ତିମିରଟାଏ ଆଚ୍ଛନ୍ନ ଥିଲା ତୁହି ମାତା ଗଗନ ପ୍ରାନ୍ତରରେ ଅଳ୍ପ ଅଳ୍ପ ଉଦୟ ହେଉଛୁ
ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତ ତିମିର ବିନାଶ କର। ମାତ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂଗ୍ରହଣରେ ଆତ୍ମଗୋପନ କରିଥିଲା। ଆଗତ ସେଇ ଯୁଗ, ଆଗତ ସେଇ ଦିନ ଯେତେବେଳେ ସମଗ୍ର ବିଶ୍ୱରେ କନ୍ଧର ବହନ କରି ଭାରତ ଜମି ଉଠୁଅଛି। ଆସ ମାତ ପ୍ରକାଶ ହୁଅ। ମାତ ଦୁର୍ଗେ ତୋ ସନ୍ତାନ ଆମେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବରେ ଉପଯୁକ୍ତ ହେଉ। ହେ ମାତ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମାତ ଦୁର୍ଗେ କାଳୀ ରୂପିଣୀ ନୃମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତଃସ୍ତରକୁ ବିନାଶ କର। ଗୋଟିଏ ବି ଯେପରି ଆମମାନଙ୍କ ମଧ୍ୟରେ ଜୀବିତ ରହି ନପାରେ। ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତ ପ୍ରକାଶ ହୁଅ। ମାତ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ର ସହାୟତାରେ ମ୍ରିୟମାଣ ଭାରତ ଆମମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର। ଆଉ ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମାତ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର। ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତ ଦୁର୍ଗେ ଅନ୍ତସ୍ଥ ରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତାୟତୀ ଭାରତର ପବିତ୍ର କାରଣେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତ ଦୁର୍ଗେ ଆମମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମେମାନେ ହୋଇ ଉଠିବୁ ତ ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ଭାରତର ଯୁବଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳା ଅଶୁଭ ଅନ୍ତ୍ରୀ ତରବାରୀ ଘୋରା ଜ୍ଞାନ ଦୀପ୍ତି ପ୍ରକାଶ ନେଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତ ଆମମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀରମାର୍ଗ ପ୍ରଦର୍ଶନୀ ଆସ ଆଉ ବିସର୍ଜନ କରିବୁ ନାହିଁ। ଆମମାନଙ୍କ ସମଗ୍ର ଜୀବନ ହୁଏ ଏକ ନିରବିଚ୍ଛିନ୍ନ ଦୁର୍ଗା ପୂଜା। ଆମମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃସେବା ବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମାତ ଭାରତରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମା ଭଏ ଯେଉଁ ମହାନ ଯେଉଁ ଦୁର୍ଗ କାର୍ଯ୍ୟଟି ଆମ୍ଭମାନଙ୍କ ସାଧନାର ଲକ୍ଷ୍ୟ ତାହା କେବଳ ଦୁଇଟି ଶକ୍ତିର ସଂଯୋଗରେ ସମ୍ପନ୍ନ ହୋଇପାରେ। ଗୋଟିଏ ହେଲା ନିମ୍ନରୁ ଆହ୍ୱାନ କରେ ଯେଉଁ ସ୍ଥିର ଅପ୍ରତିହତ ଆସ୍ପୃହା, ଆଉ ଅନ୍ୟଟି ହେଲା ଉପରୁ ଉତ୍ତର ଦିଏ ଯେଉଁ ପରମ ଭଗବତୀ କରୁଣା। କିନ୍ତୁ ସେହି ପରମ ଭଗବତୀ କରୁଣା କାର୍ଯ୍ୟ କରିପାରେ କେବଳ ଜ୍ୟୋତି ଓ ସତ୍ୟର ବିଧାନକୁ ଆଶ୍ରୟ କରି। ଅସତ୍ୟ ଓ ଅଜ୍ଞାନ ଯଦି ଭଗବତ କରୁଣା ଉପରେ ଆରୋପ କରାଯାଏ ତେବେ ସେ କାର୍ଯ୍ୟ କରିବାକୁ ଅସ୍ୱୀକାର କରେ। କାରଣ ମିଥ୍ୟା ଦାବିକୁ ଯଦି ସେ ସ୍ୱୀକାର କରିନିଏ ତେବେ ସେ ନିଜେ ହିଁ ନିଜର ବ୍ୟର୍ଥତାର କାରଣ ହୁଏ। ଏକମାତ୍ର ଜ୍ୟୋତି ଓ ସତ୍ୟର ବିଧାନକୁ ଆଶ୍ରୟ କରି ଉଚ୍ଚତମ ଶକ୍ତି ଅବତରଣ କରେ। ଆଉ ଏକମାତ୍ର ଅତିମାନସର ପରମା ଶକ୍ତି ଉପରୁ ଅବତରଣ କଲେ ନିମ୍ନରେ ଅପ୍ରକଟ ଥିବା ସେହି ଅତିମାନସ ଶକ୍ତି ପ୍ରକଟ ହୁଏ ଏବଂ ସ୍ଥୂଳ ପ୍ରକୃତି ଉପରେ ଅପ୍ରତିହତ କୃତିତ୍ୱ ସ୍ଥାପନ କରି ତାହାର ସକଳ ବାଧକୁ ନିର୍ମୂଳ କରିପାରେ। ଏଥିସକାଶେ ଏକାନ୍ତ ପ୍ରୟୋଜନ ହେଲା ଅଖଣ୍ଡ ଏବଂ ଏକାନ୍ତିକ ସମର୍ପଣ ଭଗବତୀ ଶକ୍ତି ଆଡ଼କୁ ଅନନ୍ୟମୁଖୀ ଓ ଆତ୍ମୋନ୍ମିଳନ। ଯେଉଁ ସତ୍ୟ ଅବତରଣ କରୁଛି ତାକୁ ସର୍ବଦା ଏବଂ ସର୍ବତ ଭାବେ ବରଣ କରିବା ଏବଂ ଆଜି ପର୍ଯ୍ୟନ୍ତ ପାର୍ଥିବ ପ୍ରକୃତିକୁ ମନ ପ୍ରାଣ ଶରୀର ଯେଉଁ ସବୁ ମାୟା ଯେଉଁ ସବୁ ଶକ୍ତି ଶାସନ କରି ଚାଲିଛି ତାହାର ମିଥ୍ୟାକୁ ପ୍ରତିପଦରେ ସର୍ବତ ଭାବେ ବର୍ଜନ କରିବା। ସମଗ୍ର ସତ୍ତାର ସକଳ ଅଂଶ ପୂର୍ଣ୍ଣ ରୂପେ ସମର୍ପିତ ହେବା ଉଚିତ। କେବଳ ଚୈତ୍ୟ ସତ୍ତା ଉତ୍ତର ଦେଲେ ଏବଂ ତାହା ସଙ୍ଗେ ଉଚ୍ଚତର ମନ ସ୍ୱୀକାର କରିନେଲେ ବା ଏପରିକି ଆନ୍ତର ପ୍ରାଣ ପର୍ଯ୍ୟନ୍ତ ଗ୍ରହଣ କଲେ ତଥା ଦେହର ଆନ୍ତର ଚେତନା ଗୋଟାଏ ପ୍ରଭାବ ସ୍ପର୍ଶ ଲାଭ କଲେ ବି ଏହା ଯଥେଷ୍ଟ ନୁହେଁ। ଆଧାରର କୌଣସି ଅଂଶରେ ଏପରିକି ଅତି ସ୍ଥୂଳ ଅଂଶରେ ବି ଯାହା କୁଣ୍ଠାଗ୍ରସ୍ତ ଯାହା ସଂଶୟପୂର୍ଣ୍ଣ ବିମିଶ୍ରିତ ବା ଯାହା ପ୍ରବଞ୍ଚନାର ଅନ୍ତରାଳରେ ନିଜକୁ ଲୁଚାଇ ରଖିଥାଏ ବା ବିଦ୍ରୋହ ଅଥବା ଅସ୍ୱୀକାର କରିଥାଏ ସେ ସମସ୍ତଙ୍କୁ ନିଃଶେଷରେ ସମର୍ପଣ କରିବାକୁ ହେବ।
ଆଧାରର ଗୋଟିଏ ଅଂଶ ଯଦି ସମର୍ପଣ କରେ କିନ୍ତୁ ଅନ୍ୟ ଅଂଶଟି ନିଜକୁ ଅସମର୍ପିତ ରଖେ, ନିଜ ପଥରେ ଚାଲେ ଅଥବା ନିଜ ସର୍ତ୍ତର ଦାବି କରେ, ତେବେ ଏହିପରି ଯେତେ ଥର ଘଟୁଥିବ ସେତେ ଥର ତୁମେ ଭଗବତ କରୁଣାକୁ ଦୂରକୁ ଠେଲି ଦେଉଥିବ। ତୁମର ଭକ୍ତି, ତୁମର ଆତ୍ମସମର୍ପଣ ପଛରେ ଯଦି ତୁମର ବାସନା, ଅହଙ୍ଗତ ଦାବି ଓ ତୁମ ପ୍ରାଣର ଜିତ୍ ପ୍ରଚ୍ଛନ୍ନ ରୂପେ କାର୍ଯ୍ୟ କରେ ଏବଂ ତୁମେ ଯଦି ଏସବୁକୁ ତୁମର ଯଥାର୍ଥ ଆସ୍ପୃହାର ସ୍ଥାନରେ ରଖ ବା ଏସବୁକୁ ତାହା ସଙ୍ଗରେ ମିଶାଇ ଦିଅ କିମ୍ବା ତାହାକୁ ଭଗବତୀ ଶକ୍ତି ଉପରେ ଆରୋପ କରିବାକୁ ଚାହଁ, ତେବେ ରୂପାନ୍ତର ନିମିତ୍ତ ଭଗବତ କରୁଣାକୁ ଆହ୍ୱାନ କରିବା ନିରର୍ଥକ। ତୁମ ଆଧାରର ଗୋଟିଏ ପାଖରେ ବା ଗୋଟିଏ ଅଂଶରେ ଯଦି ତୁମେ ସତ୍ୟ ଆଡ଼କୁ ନିଜକୁ ଖୋଲି ଧର, ଅନ୍ୟ ଦିଗରେ ସର୍ବଦା ହିଁ ବିରୋଧୀ ଶକ୍ତି ନିମିତ୍ତ ଦ୍ୱାର ଉନ୍ମୁକ୍ତ ରଖ, ତେବେ ଭଗବତ କରୁଣା ତୁମ ସହିତ ସ୍ଥାୟୀ ହୋଇ ରହିବ ଏହି ଆଶା କରିବା ବୃଥା। ଭଗବାନଙ୍କୁ ଯଦି ଜାଗ୍ରତ ଭାବରେ ସ୍ଥାପନ କରିବାକୁ ଚାହଁ, ତେବେ ମନ୍ଦିରଟିକୁ ତୁମକୁ ଶୁଦ୍ଧ ରଖିବାକୁ ହିଁ ହେବ। ଦିବ୍ୟ ଶକ୍ତି ଯେତେ ଥର ଉତ୍ତରି ଆସି ସତ୍ୟକୁ ତୁମ ସମ୍ମୁଖରେ ଆଣି ରଖନ୍ତି, ସେତେ ଥର ତୁମେ ଯଦି ମୁହଁ ଫେରାଇ ନିଅ ଏବଂ ବହିଃଶ୍ରୁତ ହୋଇଥିବା ମିଥ୍ୟାକୁ ପୁନର୍ବାର ଡାକି ଆଣ, ତେବେ ଭଗବତୀ କରୁଣା ନିଷ୍ଫଳ ହେଲା ବୋଲି ତୁମେ ଦୋଷ ଦେଇପାରିବ ନାହିଁ। ଦୋଷ ଦେବ ତୁମ ନିଜ ସଂକଳ୍ପର ମିଥ୍ୟାଚାରକୁ ଏବଂ ତୁମ ଆତ୍ମସମର୍ପଣର ଅସମ୍ପୂର୍ଣ୍ଣତାକୁ। ସତ୍ୟକୁ ଯଦି ଆହ୍ୱାନ କର ଅଥଚ ଯଦି ତୁମ ମଧ୍ୟରେ ଏପରି କିଛି ଥାଏ ଯାହା ଅସତ୍ୟକୁ, ଅଜ୍ଞାନକୁ, ଅବିଦ୍ୟାକୁ ବରଣ କରେ କିମ୍ବା ଏସବୁକୁ ନିଃଶେଷରେ ବାହାର କରିଦେବା ପାଇଁ ଅତ୍ୟନ୍ତ ଅନିଚ୍ଛୁକ ହୁଏ, ତେବେ ତୁମ ମଧ୍ୟରେ ଶତ୍ରୁର ଆକ୍ରମଣ ପଥ ସବୁ ସମୟରେ ଖୋଲା ରହିବ। ଭଗବତ କରୁଣା ବି ଧୀରେ ଧୀରେ ଅପସରି ଯିବ। ସୁତରାଂ ପ୍ରଥମେ ତୁମ ମଧ୍ୟରେ ଥିବା ମିଥ୍ୟା ଓ ତମଗ୍ରସ୍ତ ଭାବକୁ ଖୋଜି ବାହାର କର, ତାପରେ ସେସବୁକୁ ସର୍ବଦା ପ୍ରତ୍ୟାଖ୍ୟାନ କରି ଚାଲ। ତେବେ ହିଁ ରୂପାନ୍ତର ସାଧନ ସକାଶେ ଭଗବତୀ ଶକ୍ତିକୁ ଯଥାର୍ଥରେ ଆହ୍ୱାନ କରିବାର ଅଧିକାର ତୁମେ ପାଇପାରିବ। ଏପରି ଭାବିବ ନାହିଁ ଯେ ସତ୍ୟ ଏବଂ ମିଥ୍ୟା, ଆଲୋକ ଏବଂ ଅନ୍ଧକାର, ଆତ୍ମଦାନ ଓ ସ୍ୱାର୍ଥପରତା ଉଭୟଙ୍କୁ ଭଗବାନଙ୍କ ନିମିତ୍ତ ନିବେଦିତ ମନ୍ଦିର ମଧ୍ୟରେ ଏକା ସଙ୍ଗେ ବାସ କରିବାକୁ ଦିଆଯାଏ। ରୂପାନ୍ତର ହେବ ସର୍ବାଙ୍ଗୀନ, ସୁତରାଂ ଯାହା କିଛି ତାହାର ପ୍ରତିରୋଧ, ସେସବୁର ସର୍ବାଙ୍ଗୀନ ପରିହାର ହିଁ ପ୍ରୟୋଜନ। ଭଗବାନ ଯେଉଁ ବିଧାନ କରିଛନ୍ତି ତାହା ଯଦି ତୁମେ ପାଳନ ନ କର ଏବଂ ଚାହଁ ଯେ ଭଗବତୀ ଶକ୍ତି ତୁମ ସକାଶେ ସବୁକିଛି କରିଦେବେ ବା କରିବାକୁ ବାଧ୍ୟ, ଏ ମିଥ୍ୟା ଧାରଣା ଦୂର କର। ତୁମର ସମର୍ପଣକୁ ସତ୍ୟ ଏବଂ ସମ୍ପୂର୍ଣ୍ଣ କର, ତେବେ ଆଉ ସବୁ କିଛି ତୁମ ପାଇଁ କରିଦିଆହେବ। ଭଗବତୀ ଶକ୍ତି ତୁମ ପାଇଁ ଆତ୍ମସମର୍ପଣ ବି କରିଦେବେ। ଏହି ମିଥ୍ୟା ଓ ତାମସିକ ଭାବ ଦୂର କର। ଭଗବାନ ଚାହାନ୍ତି ଭଗବତୀ ଶକ୍ତିଙ୍କ ନିକଟରେ ତୁମର ଆତ୍ମସମର୍ପଣ, କିନ୍ତୁ ସେ ତାହା ଜୋର କରି ଆଦାୟ କରନ୍ତି ନାହିଁ। ପ୍ରତି ମୁହୂର୍ତ୍ତରେ ସେ ସ୍ୱାଧୀନ। ସ୍ଥାୟୀ ରୂପାନ୍ତର ଯେ ପର୍ଯ୍ୟନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ ପ୍ରତିପଦରେ ଇଚ୍ଛାନୁସାରେ ଭଗବାନଙ୍କୁ ଅସ୍ୱୀକାର କରିପାର, ପ୍ରତ୍ୟାଖ୍ୟାନ କରିପାର, ତୁମର ଆତ୍ମଦାନକୁ ପ୍ରତ୍ୟାହାର କରିପାର, ଯଦି ତୁମେ ଆଧ୍ୟାତ୍ମିକ ବିଫଳତା ଭୋଗ କରିବାକୁ ପ୍ରସ୍ତୁତ ଥାଅ। ତୁମର ସମର୍ପଣ ହେବା ଉଚିତ ସ୍ୱତଃସ୍ଫୂର୍ତ୍ତ ଓ ସ୍ୱଚ୍ଛାକୃତ। ଏହି ସମର୍ପଣ ହେବ ଏକ ଜୀବନ୍ତ ସତ୍ତାର ଜଡ଼ ପୁତଳିକା ବା ଅସହାୟ ଯନ୍ତ୍ରର ନୁହେଁ। ତାମସିକ ନିଶ୍ଚେତନାକୁ ଅଧିକାଂଶ ସମୟରେ ଯଥାର୍ଥ ସମର୍ପଣ ବୋଲି ଭୁଲ ଧାରଣା କରାହୁଏ, କିନ୍ତୁ ତାମସିକ ନିଶ୍ଚେତତାରୁ କୌଣସି ଯଥାର୍ଥ ଏବଂ ଶକ୍ତିଶାଳୀ ବସ୍ତୁର ଉଦ୍ଭବ ହୁଏ ନାହିଁ। ସ୍ଥୂଳ ପ୍ରକୃତିର ଏହି ତାମସିକ ନିଷ୍କ୍ରିୟତା ହିଁ ସର୍ବଦା ଅଜ୍ଞାନ ଅଦିବ୍ୟ ପ୍ରଭାବର କ୍ରୀଡ଼ାନକ ହୋଇପଡ଼େ। ଭଗବତୀ ଶକ୍ତି ଯେଉଁଥିରେ କାର୍ଯ୍ୟ କରିପାରନ୍ତି ସେଥିପାଇଁ ଆବଶ୍ୟକ ସାନନ୍ଦ, ସାମର୍ଥ୍ୟ, ସହଯୋଗୀ ଆତ୍ମସମର୍ପଣ, ସତ୍ୟ ଜ୍ଞାନ ଦୀପ୍ତ ଶିଷ୍ୟର ଆନୁଗତ୍ୟ ଏବଂ ଭଗବାନଙ୍କର ଏକନିଷ୍ଠ ସେବକର ଆନୁଗତ୍ୟ, ଯାହାର କଲ୍ୟାଣରେ ଆମର ଅନ୍ତର୍ଯୋଦ୍ଧା ମିଥ୍ୟା ତାମସିକତାର ବିରୋଧରେ ଯୁଦ୍ଧ କରି ଚାଲିପାରେ। ଏହା ହିଁ ହେଲା ଯଥାର୍ଥ ମନୋଭାବ। କେବଳ ଯେଉଁମାନେ ଏହାକୁ ଧାରଣ କରିପାରନ୍ତି ଓ ରଖିପାରନ୍ତି ସେଇମାନେ ହିଁ ବ୍ୟର୍ଥତା ଓ ବିପତ୍ତି ମଧ୍ୟରେ ସର୍ବଦା ଶ୍ରଦ୍ଧା ଅଟଳ ରଖିପାରନ୍ତି ଏବଂ ଶେଷରେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେହି ଚରମ ବିଜୟ ଓ ପରମ ରୂପାନ୍ତର ପ୍ରାପ୍ତ ହୋଇପାରନ୍ତି। ମା Pranam at the lotus feet of the Divine Mother. Karunamai Ma, Param Prabhu Sri Aurobindo,
उपस्थित समस्त मातृ संतान आमे सब महासन को भल पाचे प्रकृत भल पाइबाटा कौन कहीं फोटो रखीचु फूल दौचु धूप दौचु माँ भल पाचु हैं गोटे कथा आम मन रखा गोटे बाणी रु आलोचना करी बाणीटे है जदि तुम्हें यथार्थ रे भगवान को भल पाओ तेबे शांत और नीरव रही यार प्रमाण दियो कौन कहली बाणी जदि तुम्हें यथार्थ रे भगवान को भल पाओ तेबे शांत और नीरव रही यार प्रमाण दियो बाणी मन रहा गोटे वाक्य जदि तुम्हें यथार्थ रे भगवान को भल पाओ तेबे शांत और नीरव रही यार प्रमाण दियो हला भगवान को भल पाइबार द्वितीय दिगटी है प्रथम है शांत नीरव भगवान को भल पाओ अर्थ तमें संपूर्ण रूपे तुम्हें जहा तुमर जहा अच्छी तुम्हें जहा करुच तुमर चिंता तुमर अनुभव तुमर कार्यकलाप तुमर क्रिया प्रतिक्रिया ए सबु किछु को भगवान को देदेवा प्रतिदान रे तांको ठारू किछि आशा न करियो एटा होछि भल पाइबा भगवान को सबु कथा देदेवा प्रतिदान रे तांको ठारू किछि आशा न करिवा एटा होछि भल पाइबा आ जदि मु भगवान को भल पाउछि तापर मु केते कथा भगवान को मागी दिबी हां त केते केते कथा मागी दिबी किए को तो मोर चाकरी दियो किए को तो मो गोटे भल झील ठीक कर दियो किए को तो मोर गोटे भल पुओ ठीक कर दियो किए को तो मोर संपत्ति दियो किए को तो मोर देहपा ठीक कर दियो किए को तो मोर कोर्ट कचेरी चलती ताकू डिग्री करे दियो किए को दो मो घर समस्या अच्छी अर्थ संकट अच्छी ताकू दूर कर दियो एमिति किए केते प्रकार कथा भगवान मागी दिवे हला तेणु एई जो मागिलु भगवान को दबा बदल रे नबा पे इच्छा कलु छोटी जमी बंशी कंटारे दंडिया पकाउछु बड़ माछरे ता भीतर आनिया बुझला लाठी देहरे गोटे बंशी कंटा आम जो कौचे सेटा लाठी सूत देहरे गोटे कंटाटे लगी ता देहरे जियाटे हो कि ना दंडियाटे हो पकई दी था पानी पकई दो तापर से दंडिया बा जियाटे किए खाए गोटे बड़ माछ खाइब तामाने छोटटा पकईकि आम बड़टा आनिया को इच्छा करछु हला एटा भगवान को भल पाइबा नुहे भगवान को भल पाइबा अर्थ मु भगवान डाकिले गोटे आनंद पाउची मु भगवान हस हस मुह को देखिले मो भीतरटा हस हस भाव तैयारी होची मो दुख कुआडे पलाउची तेणु मु चाहबी मु जेमिति आनंद रे रहूची सेमिति समस्ते आनंद रे रहंतु मु जेमिति मां को देखिले मते खुशी लागुची मु सेमि चाहबी समस्ते मां को देखंतु खुशी रे रहंतु तेने आनंद को बांटिबारे खुशी को बांटिबारे निजे आनंदित हुअंती आ मां को पाखर जो आनंद आसे से आनंद लिभे नहीं किंतु टंका पैसा रु संपत्ति रु जो आनंद मिले हेटा खुशी कहा जाए हेटा आज अच्छे काली की नथिबो हैला तेणु जोड़ा स्थायी हेटा मां को पाखर मिले तेणु आम से स्थायी आनंद पाई मां को डाकिबा केमती कहवा मां को भल पाइबार गोटे छोटिया उदाहरण दो गोटे सत घटना कहबी मालकानगिरी जाए सेपट सब आदिवासी अंचल उड़िया ठीक रे बुझंती नहीं उड़िया ठीक रे कहि भी पारंती नहीं विभिन्न गांव को जाके पशु हठात हठात की से गाँ लोक भेड़ी भाड़ी के आनिक एकाठी करो तापरे माँ सीन कथा कहू गोटे गाँ को पशिया पूर्व गोटे छोटिया हुड़ी माने पहाड़ छोटिया पहाड़टे से गोटे गुड़ाए गछ पत्र एटा तो जंगल जगह भरपूर सब आड़े जंगल गुड़ाए गछ रो एठी कौन 25-30टा लोक देखा ये मानू डाक भेड़ पार्चर कले हाँ
କହିଲେ ଭାଇ ଏଇଟା କାମ କରୁଛନ୍ତି, ପଥର ବାଡଉଛନ୍ତି। ମୁଁ ହଁ ସେଇମାନଙ୍କୁ ତ ଡାକିବା ଆଉ, ମୁଁ ସେଇମାନଙ୍କୁ ଡାକିବା, ପଥର ବାଡଉ ଥାନ୍ତୁ। ସେଠୁ ଗାଡିକି ଆମେ ଅଟକେଇଲୁ। ସେଠି କିଛି ପୁରୁଷ କିଛି ମହିଳା ପଥର ବାଡଉଛନ୍ତି। ତାଙ୍କର ଝୁଡି ଅନୁସାରେ ପଇସା ପାଇବେ ସେମାନେ। ଯେତେ ଝୁଡି ବାଡେଇକି ଛୋଟିଆ ଛୋଟିଆ କରିବେ ସେଇ ଅନୁସାରେ ତାଙ୍କର ପଇସା ନେବେ। ଦେଖିଲି ଗୁଡାଏ ଲୋକ ବାଡଉଛନ୍ତି ପଥର। ରୁହ ଏଇଠି ଆଗେ ଏକାଠି କରେଇବା। ତାଙ୍କୁ କହିଲୁ ଆସ ଆସ, ତମ ଜୀବନର ସୁଖ ଶାନ୍ତି କଥା ଆମେ ଟିକେ କହିବୁ, ମହାପୁରୁଙ୍କ କଥା ଆଲୋଚନା କରିବୁ। ନିରୋଗ ଜୀବନ କେମିତି ବଞ୍ଚିବ, ଶାନ୍ତିରେ କେମିତି ବଞ୍ଚିବ, ଅଭାବ କେମିତି ଦୂର ହବ, ରୋଗ କେମିତି ଦୂର ହବ, ମନରେ କେମିତି ଶାନ୍ତି ଆସିବ, ସେ ବାଟ ଆମେ ବତେଇବୁ। ଆସ, ପଥର ତ ସବୁଦିନ ବାଡଉଛ, କାମ ତ ସବୁଦିନ କରୁଛ, ସବୁଦିନ ତ ରୋଷେଇବାସ କରୁଛ, ଖାଉଛ, କୁହ ନା ଦେଖିଆ ଶାନ୍ତିରେ ଅଛ କି, ନିରୋଗ ଜୀବନଟେ ବଞ୍ଚ କି? କହିଲା ଆଜ୍ଞା କୋଉଠି ମିଳୁଛି ସେଟା ତ ମିଳୁନି। ମୁଁ ନା ନା ତମ ଭିତରେ ଅଛି ନା, ମିଳିବ, ଆମେ ସେ ବାଟ ବତେଇବୁ। କଣ କଲେ ତମେ ଶାନ୍ତିରେ ରହିବ, ନିରାମୟ ଜୀବନଟେ ବଞ୍ଚିବ, ଆଉ ଭଗବାନଙ୍କ କୃପା ତମ ପାଖରେ ସବୁବେଳେ ରହିବ, ମୁଁ ସେଇ କଥା ବତେଇବା ପାଇଁ ଆସିଛି। ଆସ ଟିକେ, ଘଣ୍ଟେ ପାଇଁ ଆସ, 12ଟା ବେଳେ ପହଞ୍ଚିଛୁ। ତାପରେ ସେ ଖିଆପିଆ କରିବେ, ପୁଣି କାମ କରିବେ। ଏଠୁ ଲୋକଙ୍କୁ ଭେଳି ଭାଳିକି ଆଣିଲୁ, ବସିଲେ ଗଛ ମୂଳରେ। ମୁଁ ସେଠି ମାଙ୍କର, ଏଇ ମା କିଏ, ଡାକିଲେ କଣ ହୁଏ? ଆମେ ସବୁ ଦେବାଦେବୀଙ୍କୁ ପୂଜା କରୁଛୁ, କିନ୍ତୁ ଆମ ରାଗ କମି ନେଇ, କି ଲୋଭ କମି ନେଇ, କି ହିଂସା କମି ନେଇ, କି ଈର୍ଷା କମି ନେଇ, ଅହଙ୍କାର କମି ନେଇ, ସ୍ୱାର୍ଥପରତା କମି ନେଇ, ଅନ୍ୟ ପ୍ରତି ଶତ୍ରୁତା ଭାବ ମଧ୍ୟ କମି ନେଇ। ଲୋକ ତ କୋଉ ଯୁଗରୁ ମଣିଷକୁ ପୂଜା, ମଣିଷ ଦିଅଁ ଦେବତା ଠାକୁର ଠାକୁରାଣୀ ଏମିତି କେତେ କଣ ସବୁ ପୂଜା କରୁଛି, ହେଲେ କଣ ହବ, ତା ଗୁଣ ବଦଳୁନି। ତେଣୁ ଆମେ ଏମିତି ଯେତେ ଦିନ ପୂଜା କରି କରି ଚାଲୁଥିବା, ବଦଳିବାଟା ଆମର ହବନି। ତେଣୁ ମୁଁ ଗୋଟେ ନୂଆ କଥା କହିବି, ଯୋଉ ମାଙ୍କ କଥା କହିବି, ସେଇ ମା ସମସ୍ତଙ୍କର ମା, ସେ ଦିଅଁ ଦେବତାଙ୍କର ମଧ୍ୟ ମା, ଠାକୁର ଠାକୁରାଣୀଙ୍କର ମା। ସେ ଆଦୌ ପୂଜା ଚାହାନ୍ତି ନାହିଁ। ଆସ ସେଇ ମାଙ୍କ କଥା କହିବି, ଆଦି ମାତାଙ୍କ କଥା କହିବି। ବସିଲେ ଆଉ। ଏଇ ମା କିଏ, ତାଙ୍କ ବିଷୟରେ ମୁଁ କହୁଥିଲି, ମାଙ୍କ କୃପା କେମିତି କାମ କରୁଛି, ମା କେମିତି କୃପାମୟୀ ମା। ଗଛ ଲତା ପଶୁ ପକ୍ଷୀ ପ୍ରାଣୀ ମାନେ ସବୁ ଜନ୍ମ ହେଇଛନ୍ତି। ସେମାନେ ଜନ୍ମ ହବା ପୂର୍ବରୁ କେମିତି ପାଣି ପବନ ଆକାଶ ମାଟି ଜଳ ଏସବୁ ତିଆରି କରାହେଇଛି। ତେଣୁ ଏ ମା କୃପାମୟୀ ମା ବୋଲି ତିଆରି କରିଛନ୍ତି ନା ଖାଲି ତିଆରି କରିଛନ୍ତି? ଆମକୁ ବଞ୍ଚେଇବାର ବାଟ କରିଛନ୍ତି ନା ମାରିବା ବାଟ କରିଛନ୍ତି? ବଞ୍ଚେଇବା ବାଟ କରିଛନ୍ତି। ତେଣୁ ଯୋଉ ମାଙ୍କୁ ବଞ୍ଚେଇବାକୁ ଚାହୁଁଛି, ଆମେ ସେ ମାକୁ ଡାକିବାନି। ତେଣୁ ଯୋଉ ମାଙ୍କୁ ଡାକିଲେ ଆମେ ବଞ୍ଚିପାରିବା, ସୁଖରେ ବଞ୍ଚିପାରିବା, ଆନନ୍ଦରେ ବଞ୍ଚିପାରିବା, ନିରାମୟ ଜୀବନଟେ ବଞ୍ଚିପାରିବା, ଆମେ ତାଙ୍କୁ କେବେ ଡାକିନୁ। ଏମିତି ମାଙ୍କ କଥା କହୁଥିଲା ବେଳେ ଜଣେ ତା ଭିତରେ ଯାଇକି ହାଣ୍ଡିଆ ପିଦେଇ ପଳେଇ ଆଇଲା। ଆଜି ଡେରିରେ ପହଞ୍ଚିଗଲା, ଆସିକି ତ ପାଟି କଲା। ଆଉ ଯେତେବେଳେ ପାଟି କଲା, ତା ସ୍ତ୍ରୀ ସେଠି ବସିକି ଶୁଣୁଛି। ତାକୁ ବଢିଆ ଲାଗୁଛି ମାଙ୍କ କଥା, ମା କେମିତି କୃପାମୟୀ, କେମିତି ସମସ୍ତଙ୍କୁ କୃପା କରନ୍ତି। ତେଣୁ ମୁଁ ଏ କଥା କହୁଥିଲା, ପୁରା ତନ୍ମୟ ହେଇକି ସେ ଶୁଣୁଥାଏ, ଆଖି ପିଞ୍ଛାଇ ମାରୁନଥାଏ। ତା ସ୍ୱାମୀ ଯେତେବେଳେ ଆସିକି ହାଣ୍ଡିଆ ପିଇ ଦେଇକି ପାଟି କଲା, ଢାଏ 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 ସେଠି ଲଗେଇଲା ଚଟକଣା। ତତେ ଆଉ କୋଉଠି ଜାଗା ମିଳୁନି, ଏଇଟା ଥିଲା ପାଟି କରିବା ପାଇଁ। ତାକୁ ଚାପୁଡା ଲଗେଇକି ସେ ମିଟିଂ ଜାଗାରେ ବିଦା କଲା। ପଳା ଯା, ଗୋଟେ ଗଛ ମୂଳରେ ଛାଡି ଦେଇକି ଆଇଲା। କହିଲା ଏଠୁ ଯଦି ଯିବୁ ପଥର କାଟିଦେବି। ତା ସ୍ତ୍ରୀ ତାକୁ ଡରେଇଲା। ଏଭଳି ଆସିକି ବସିଲା, ମାଙ୍କ କଥା ସବୁ ଶୁଣିଲା। ମତେ ପଚାରିଲା, ଆଜ୍ଞା ଦେଖିଲେ ତ ମୋ ମର୍ଦଟା କେମିତି ମଦ ପିକି ଆସିକି ଉତ୍ପାଦ, ଘରେ ଏମିତି ସବୁଦିନ ପାଟି କରୁଛି। ମାନେ ତମେ ତାକୁ କାହିଁକି କହିବ କି? ତାକୁ ତମେ କିଛି କହିବନି, ତା ମଦ ନିଶା ଛଡେଇବା ପାଇଁ ତମେ ଏଇ ମାଙ୍କ ପାଖରେ କହିବ। ହେଲା, ଏଇ ମାଙ୍କ ଫଟୋଟେ ରଖ, ଅତି ସୁନ୍ଦର ଭାବରେ ରଖିବ। ତାଙ୍କୁ ସେ ଚନ୍ଦନ ସିନ୍ଦୁର ପାଣି ଛିଟା ଏମିତି ମାରିବନି, ଯେତେ ସଫା ରଖିବ। ଯୋଉ ଜାଗାରେ ମା ରହିବେ ଯେତେ ସବୁଦିନ ପରିଷ୍କାର ପରିଚ୍ଛନ୍ନ କରିବ, ଧୂଳି ମଧ୍ୟ ଲଗେଇଦବନି, ଅଳନ୍ଧୁ ଘରେ ରଖେଇଦବନି, ପୁରା ପରିଷ୍କାର। ଘରେ ଯଦି ଫୁଲ ଅଛି ତାହେଲେ ଗୋଟେ ପ୍ଲେଟରେ ଫୁଲ ଟିକେ ଦେଇ ପାଣି ଟିକେ ଛିଞ୍ଚିକି ସତେଜ କରି ରଖିକି ଦବ। ଯଦି ନାହିଁ କିଛି ଅସୁବିଧା ନାହିଁ,
କିନ୍ତୁ ସକାଳୁ ଉଠିଲେ ଆଗ ମାଙ୍କ ପାଖରେ ଯାଇ ବସିବ, 10 ମିନିଟ ମା 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 ଜପିବ। ରାତି ଶୋଇଲା ବେଳକୁ ମା 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 10 ମିନିଟ ଜପିବ। ତେଣୁ ଏ ଯୋଉ ସକାଳେ ଆଉ ସନ୍ଧ୍ୟାବେଳେ ବା ରାତି ଶୋଇଲା ବେଳକୁ ତମେ ଜପ ଟିକେ କର। ତମର ଘରର ଯେତେ ଅସୁବିଧା ତମେ ଆସିକି ମାଙ୍କ ପାଖରେ କୁହ, ଦେଖିବ ଏଇ ମା ତା ଭିତରେ ବି ଅଛନ୍ତି। ତମେ ଯାହାକୁ ବଦଳେଇବାକୁ ଚାହୁଁଛ ତା ଭିତରେ ବି ଏଇ ମା ଅଛନ୍ତି। ତେଣୁ ସିଏ ତା ଭିତରେ କ୍ରିୟା କରିବେ। ଯଦି ମା କାମ କରିବେ ସିଏ ବଦଳିବା ଆରମ୍ଭ ହବ। ତମେ ମୋଟେ ତାକୁ କହିବନି, ସିଏ ପିଇକି ଆସିଥିବ ତମକୁ ବାଡେଇବ ଆଉ। ତାକୁ ଜମା କହିବନି, ତା ସହ ଯୁକ୍ତି କରିବନି, ଘରେ କଳି କରିବାକୁ ଜମା ସୁଯୋଗ ଦବନି, ମରାପିଟା ହବନି, କଳି କଜିଆ କରିବନି। ହେଲା, ଦିଟା କଥା କହିଲି ତାଙ୍କୁ, ମରାପିଟା ଘରେ କରିବନି, କଳି କଜିଆ କରିବନି। ମାଙ୍କୁ ସବୁବେଳେ ଡାକିବ, ତମର ସବୁ ଅସୁବିଧା ଏଇ ମା ପୂରଣ କରିଦେବେ। ସିଏ ତାର ସେଇଆ କରିଛି ଆଉ। ତାର ଗୋଟେ ବିଶ୍ୱାସ ଆସିଗଲା। ମୁଁ ଦେଖ, ଏଇ ମା ହଉଛନ୍ତି ମୂଳ ମା। ଗଛଲତାକୁ ତିଆରି କରିଛନ୍ତି ଏଇ ମା। ପାଣି, ପବନ, ଆକାଶ, ସୂର୍ଯ୍ୟ, ତାରା, ଗ୍ରହ, ନକ୍ଷତ୍ର, ମାଟି, ଜୀବ ଜନ୍ତୁ, ଏ ସମସ୍ତଙ୍କୁ ଯୋଉ ମା ତିଆରି କରିଛି। ତମେ ଯୋଉ ଦିଅ ଦେବତାଙ୍କୁ ତମେ ପୂଜା କରୁଛ ତାଙ୍କୁ ମଧ୍ୟ ଏଇ ମା ତିଆରି କରିଛନ୍ତି। ତେଣୁ ଇଏ ହଉଛନ୍ତି ଆଦିମା। ଏଇ ଆଦିମାତାଙ୍କୁ ଯିଏ ଡାକିବ ତାର ତ ସବୁ ସଲ୍ଭ ହେଇଯିବ, ସବୁ ସମାଧାନ ହେଇଯିବ। ଡାକ। ଯାହା ମାଙ୍କର କେତେ ଗୁଡିଏ କଥା, ସତ ସତ ଘଟଣା, ମାଙ୍କୁ ଡାକିଥିବା ଲୋକର କେମିତି କଣ ପରିବର୍ତ୍ତନ ହେଇଛି, ଏମିତି ସବୁ କୃପା କହୁଥିଲା ବେଳେ ତା ମନକୁ ଛୁଇଁଗଲା ଆଉ। ସେ କିଛି ନାହିଁ, ତାର ସବୁଦିନ ସକାଳେ ସନ୍ଧ୍ୟାବେଳେ ମାଙ୍କୁ ଡାକିବ। ସବୁ କାମ ଛାଡିକି ସେ ନିହାତି ଟାଇମ ବାହାର କରିକି ସବୁଦିନ ମାଙ୍କୁ ଡାକେ। ତା ପରିବାର ସୁଖ ଶାନ୍ତିରେ ରହେ। 1 ବର୍ଷ ପର୍ଯ୍ୟନ୍ତ ସେ କରିଛି। ତାପର ବର୍ଷ ମୁଁ ନା ଫଟୋ ପତ୍ର ସବୁ ଦେଇଥିଲି, ଅନେକ ଲୋକ ମାଙ୍କ ଫଟୋ ବି ନେଲେ। ଆଜ୍ଞା ଆଜ୍ଞା। ତାପର ବର୍ଷ ମୁଁ ସିନା ଏଟା ବାହାରେ ବାହାରେ ହୁଡି ପାଖରେ ପ୍ରୋଗ୍ରାମ ଟା କରୁଥିଲି, ପାହାଡିଆ ଜାଗାରେ। ତାପର ବର୍ଷ ମୁଁ ତାଙ୍କ ଗାଁ ପଟ ଦେଇକି ଯାଉଥିଲି। ହେଲା, ଆମର ସବୁ ସାଙ୍ଗରେ ପିକନିକ ଟୁର ଭଳିଆ ଦରିପଟି ସବୁ ଯିବ, ମାଙ୍କର ଆସ୍ଥାନ ଜିନିଷ ସେଟା ଯିବ, ତା ସହିତ ଖାଇବା ବି ଯିବ, ପାଣି ବି ଯିବ। ତାପରେ ଆମେ ଯୋଉଠି ଯିବୁ ପାର୍ସଲ କରିସାରୁ ଆମର ଦରିପଟି ପକେଇକିରି ତାପରେ ଗଛ ମୂଳିଆ ବସିକି ପିକନିକ କଲା ଭଳିଆ ଆମେ ବସିକି ଖାଇବୁ। ହେଲା, ଏଇଭଳିଆ ଆମର ହୁଏ। ତେଣୁ ପାଣି ଟିକେ ପୁରେଇକି ନବା ବୋଲି ଟ୍ୟୁବଲ ପାଖରୁ ମୁଁ ଅଟକିଲି, ରୋ ପାଣି ନେଇଯିବା, ପାଣି ସବୁ ପିଇ ପିଇ ସାରିଦେଲେଣି। ପାଣି ପାଇଁ ଯାଇଛି ସେ ଟ୍ୟୁବଲ ପାଖକୁ। ସେଇ ସ୍ତ୍ରୀ ଲୋକଟି ଟ୍ୟୁବଲ ପାଖକୁ ଆସିଛି ପାଣି ନେବା ପାଇଁ। ହେଲା, ମୁଁ କିଛି ସେ ଗାଁକୁ ମୂଳରୁ ଯାଇ, ମୁଁ ଗାଁ ବାହାରେ ବାହାରେ ଯାଉଥିଲି, ହୁଡି ପାଖରେ ତାକୁ ଦେଖିଥିଲି। ସେଠୁ ମୁଁ ଏତେ ଓହ୍ଲେଇ ପଡିଛି ଗାଡିରୁ, ସେ ସ୍ତ୍ରୀ ଲୋକଟି ଟ୍ୟୁବଲ ପାଖରେ ଅଛି। କହୁଛି, ଆଜ୍ଞା ନମସ୍କାର, ଚିହ୍ନି ପାରୁଛନ୍ତି? ମୁଁ ତ ଜାଣିପାରୁନି। ତମେ ସେଇ ମାଙ୍କ କଥା କହିବାକୁ ଆସିଛ ନା? ମୁଁ ହଁ। ତମେ ଗତ ବର୍ଷ ପାହାଡ ପାଖରେ ହୁଡି ପାଖରେ ଆମକୁ ମାଙ୍କ ଫଟୋ ଦେଇଥିଲ, ମନେ ପଡୁଛି? ଆରେ ଆରେ ହଁ, ଠିକ କଥା। ହେଲା, କହିଲେ ମୁଁ ସେଇ ମାଙ୍କ କଥା କହିବାକୁ ଆସିଛି। କହିଲେ ଏଇ ଲାଗେ ମୁଁ ଆମ ଗାଁର ସମସ୍ତଙ୍କୁ ଡାକିଦେବି। ପାଣି ଟିକେ ନେଇଗଲା, ତା ଘରେ ରଖିଦେଲା। ଆମକୁ ଆଉ ପରିଶ୍ରମ କରିବାକୁ ପଡୁନି। ତାଙ୍କରି ଗାଁରେ ସିଏ ସମସ୍ତଙ୍କ ଘରକୁ ଯାଇକି ଭେଳେଇକିରି ଏକାଠି କରି ବସେଇଦେଲା। ବାବୁ ଆସିଛନ୍ତି ମାଙ୍କ କଥା କହିବେ, ଆସ। ବଢିଆ ବଢିଆ କଥା କହନ୍ତି, ଡାକି ହେଲା ସମସ୍ତଙ୍କୁ ଆଉ। ଆମ ପାଖରେ ତ ଦରିପଟି ସବୁ ଅଛି। ତେଣୁ ତାଙ୍କ ଗାଁରେ ଗୋଟେ ପିଣ୍ଡିଟେ ବି ଅଛି, ଚାରିଆଡେ ଗଛ, ମଝିରେ ପିଣ୍ଡିଟା, ସିମେଣ୍ଟ ପିଣ୍ଡିଟା। ତାଙ୍କ ଗାଁରେ ସବୁ ମିଟିଂ ପତ୍ର ସେଇଠି କରନ୍ତି। ତେଣୁ ଆମେ ଗଲୁ ସେଇଠିକି। ସେଠି ମିଟିଂ ହେଲା, ସବୁ ଆସିକି ବସିଲେ, 50-60 ଖଣ୍ଡେ ସ୍ତ୍ରୀ ଲୋକ ଆସିକି ବସିଲେ। ତାଙ୍କୁ ଦେଖିକି ତାଙ୍କ ପୁରୁଷ ମାନେ ଆସିକି ବସିଲେ। କଣ ହଉଛି ଏଠି, କି ମିଟିଂ ଆଜି, କଣ ସବୁ ଘର ଘର କାଗଜ ଗଲି ସେଠି ବସିଲେଣି। ତାପରେ ଏମିତି ଦେଖା, ଚେୟାରରେ ଏମିତି ମାଙ୍କ ଫଟୋ ରଖା ହେଇଛି, ଦେଖିଲେ। ମାଙ୍କ କଥା ଆଲୋଚନା ହଉଛି, ଶୁଣିଲେ। ତାର ସେଇ ଯୋଉ ସ୍ୱାମୀଟି ଯିଏ ମଦ ପିଇକିରି ପାଟି କରୁଥିଲା, ସେ ସରିଲା ପରେ ଆସିଲା ଆଉ, ଆସିକି ମୋ ଗୋଡ ତଳେ ପଡୁଛି। ନାଇଁ ବାବୁ, ସେମିତି କରନି, ତମେ ଏଇ ମାଙ୍କ ପାଖରେ ଜୁହାର ହୁଅ। ସତରେ ଆଜ୍ଞା ଏଇ ମା ଅଛନ୍ତି। କେମିତି ଜାଣିଲ? କେମିତି ଜାଣିଲ?
ସତରେ ଏ ମା ଅଛନ୍ତି ବୋଲି ତା ସ୍ତ୍ରୀଟି କହୁଛି ଆମେ ମାଙ୍କ ଫଟୋ ନେଇକି ରଖିଛୁ, ମାଙ୍କୁ ସବୁଦିନ ଡାକୁଛୁ, ମା 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 ଜପୁଛୁ। ମୋର ଅଣ୍ଡିରାଟା ସବୁବେଳେ ମଦ ପିଇକି ଘରେ ପାଟିତୁଣ୍ଡ କରୁଥିଲା, ଏଇ ମାଙ୍କୁ ଡାକିବା ଫଳରେ ସେ ଆଉ ମଦ ପିଉନି, ଆମ ଘରେ ଝଗଡା ହଉନି। ତେଣୁ ଏଇ ମାଙ୍କୁ ଡାକିଲା ପରେ ତା ଘରେ ଯୋଉ ପରିବର୍ତ୍ତନଟା ହେଇଛି ସେ ନିଜେ କହୁଛି। ତା ଅନୁଭବର କଥା କହୁଛି ନା ଗପ କହୁଛି? ତା ଅନୁଭବର କଥା କହୁଛି। ସେ ନିଜେ କହୁଛି ଏ ମାଙ୍କୁ ଡାକିଲେ ସେ ମଦ ନିଶା ଛଡେଇ ଦେଇଛନ୍ତି ମା। ସେ ଆଉ ମଦ ପିଉନି, ଝଗଡା ଘରେ କରୁନି। ତେଣୁ ଏଇ ମାଙ୍କୁ ଡାକିବା ଫଳରେ ଯଦି ଜଣଙ୍କର ମଦ ନିଶା କମିଗଲାଣି, ଘରେ ଝଗଡା ଝାଣ୍ଟି କମିଗଲାଣି, ମରାପିଟା କମିଗଲାଣି, କଳି କଜିଆ ହଉନି, ତା ଘର ଖୁସିରେ ଥିବ ନା ଦୁଃଖରେ ଥିବ? ତେଣୁ ଯିଏ ଘରେ ଖୁସି ଅନୁଭବ କଲାଣି ସିଏ ଯେତେବେଳେ ଛିଡା ହେଇକି ନିଜେ କହୁଛି ମୋ ଘରେ ଏମିତି ହଉଥିଲା, କେତେ ମାର ଧର ପାଟିତୁଣ୍ଡ ହଉଥିଲା, ଆମେ ଦି ଜଣ ଯାକ ଲଢେଇ କରିଦଉଥିଲୁ, କିନ୍ତୁ ଏ ମାଙ୍କୁ ନେଲା ପରେ, ମାଙ୍କୁ ଡାକିଲା ପରେ ଆମ ଘରେ ଆଉ ଝଗଡା ଝାଣ୍ଟି ହଉନି, ମରାପିଟା ହଉନି। ହେଲା, ତା କଥା ଶୁଣିକି ସମସ୍ତେ ଖୁସି ହେଇଗଲେ, ସମସ୍ତେ ମାଙ୍କ ଫଟୋ ନେଲେ। ସେଇ ଗାଁରେ ଯେତେକ ବସିଥିଲେ ସମସ୍ତେ ଫଟୋ କିଣିକି ନେଲେ, ଆମେ ମାଗଣା ବି ଦେଇନୁ ଫଟୋ, ଆମେ ଜମା ମାଗଣା ଦଉନା। ତେଣୁ ସେ ପାହାଡ ପାଖରେ ଜମା ନେଲେ, ମୁଁ ଯିଏ ଯାହା ପଇସା ଦଉଛ ଦିଅ, ଯାହା ପାଖରେ ଯାହା 10 ଟଙ୍କା 5 ଟଙ୍କା ଏମିତି ଥିଲା ସବୁ ଦେଲେ। ଆଉ ବାହାର ନାହିଁ, ହଁ ନିଅ, କିଛି ନାହିଁ, ଦେଇ ଦେଇକି ପଳେଇ ଆସିଥିଲୁ। ତେଣୁ କିଛି ଲୋକ ମାଙ୍କ ଫଟୋ ସେଦିନ ନେଇଥିଲେ। ଏବେ ଏଠି ଯୋଉମାନେ ବସିଛନ୍ତି ସମସ୍ତେ କିଣିକି ନେଲେ, 25 ଟଙ୍କା ଲେଖା ଦାମ ଥିଲା। ହେଲା, ପ୍ଲାଷ୍ଟିକ ଲାମିନେସନ କରିକି ମାଙ୍କ ଫଟୋ ଦେଇଥିଲୁ, ଯୋଉଠି ପାଣିଲେ ପଡିଲେ ବି ନଷ୍ଟ ହବନି, 25 ଟଙ୍କା ଦାମ ଥିଲା। ହେଲା, ତାଙ୍କର ଏଠି ମେସିନ ଅଛି, ନିଜେ ପ୍ରେସ୍ କରିକି ଲାମିନେସନ କରିକି ବିକୁଛନ୍ତି। ତେଣୁ ଖୁବ କମ ଦାମରେ ପଇସା, କମ ଦାମରେ ଫଟୋ ଖଣ୍ଡେ ପାଇଲେ, ନେଇ ମାଙ୍କୁ ରଖିଲେ। ଯେତେବେଳେ ଏ ସ୍ତ୍ରୀ ଲୋକଟିର କଥା ଶୁଣିଛନ୍ତି ତାଙ୍କ ଭିତରେ ଗୋଟେ ଅଲଗା ପ୍ରଭାବ କାମ କରିଛି, ବୁଝିହଉଛି? ତେଣୁ ଏଇଟା ମାଙ୍କୁ ଭଲ ପାଇବା ନା ଘୃଣା କରିବା? ସେ କଣ ଜାଣିଛି? ପୂଜା ପୂଜା କି ଜାଣିଛି? ଗାଧୁଆ, ମୁଁ ତାଙ୍କୁ କହିଥିଲି ଗାଧୁଆ ଗାଧୁଆ ଠହରେଇବନି, ଛୁତିକା ମୃତ୍ତିକା ଠହରେଇବନି। ହେଲା, ମୁଁ ତାଙ୍କୁ କହିଲି ଆଚ୍ଛା କୁହ, ତମ ମା ତମେ ଯେତେବେଳେ ଛୁଆ ହେଇଥିଲ ବିଛଣାରେ ସେଜରେ ଝାଡା କରିଦଉଥିଲ, କି ତା ମା କୋଳରେ ଯେତେବେଳେ ଝାଡା କରିଦଉଥିଲ, ତମ ମା କଣ ତମ ଫୋପାଡ଼ି ଦଉଥିଲା? ଫୋପାଡୁ ନଥିଲା। ଇଏ ସେମିତି ମା, ଆମେ ତା ଛୁଆ, ଆମେ ଯେତେ ଖରାପ ହେଲେ ଏ ମା କଣ ଫୋପାଡ଼ି ଦବ? ଫୋପାଡ଼ିବନି। ଇଏ ହଉଛନ୍ତି ଆମ ମା। ମା ସହିତ ଛୁଆ ଯେମିତି ବ୍ୟବହାର କରେ ତମେ ସେମିତି କରିବ। ତମେ ଭାବିବନି ଏ ଦେବୀ, ତମେ ଭାବିବନି ଏ ଠାକୁର, ତମେ ଭାବିବ ଇଏ ମୋ ମା, ଯାହା ପାଖରେ ସବୁ କଥା ଅଳି କରିକି କୁହାହବ। ହେଲା, ଯାହା ପାଖରେ ସବୁ କଥା ଅଳି କରିକି କୁହାହବ, ଇଏ ହଉଛନ୍ତି ସେଇ ମା, ବୁଝିଗଲା? ତେଣୁ ସେ ବହୁତ ଖୁସିରେ ଫଟୋ ସବୁ ନେଲେ। ତେଣୁ ସେଇ ଗାଁରେ ଯେତେବେଳେ ସମସ୍ତେ ପାଠଚକ୍ର ତ କରନ୍ତିନି, ଏଇଭଳି ମାଆକୁ ଖାଲି ଡାକନ୍ତି। ହେଲା, ସମସ୍ତଙ୍କ ଘରେ ମାଙ୍କ ଫଟୋ ଅଛି, ସେମାନେ ମାଙ୍କୁ ଡାକନ୍ତି। ଏଇଟାକୁ କୁହାଯାଏ ମାଙ୍କୁ ଭଲ ପାଇବା। ହେଲା, କେତେ ସ୍ପଷ୍ଟ ହୃଦୟ ତାଙ୍କର, ସ୍ୱଚ୍ଛ ହୃଦୟ ତାଙ୍କର। ହେଲା, କୌଣସି ପ୍ରକାର କଥା କେତେ ସତ କଥା ଗୁଡା କହିଦିଅନ୍ତି, କେମିତି ମରା ପିଟାକୁ କହିଦିଏ, କେମିତି ହାଣ୍ଡିଆ ପିଏ, କେମିତି ମଦ ପିଏ, ଆସିକି ପାଟିତୁଣ୍ଡ କରେ, ସବୁ କଥା ସେ କହିଦଉଛି। ଏବେ ମାନିଗଲା ନା ନାଇଁ? ସତ କଥା କହୁଥିଲା ନା ମିଛ କଥା କହୁଥିଲା? ସେ ସତ କଥା। ତେଣୁ ଏଇ ମା ପାଖରେ ଆମେ ସବୁ ସତ, ଆମର ଯେତେ ଖରାପ ଗୁଣ ଅଛି ମା କହୁଛି ମା ମୋର ଏଇ ପ୍ରକାର ଖରାପ ଗୁଣ ଅଛି, ମା ତମେ ଭଲ କରିଦିଅ। ମା ଭଲ କରିବେ ନା ନାଇଁ? ନିଶ୍ଚୟ କରିବେ। ଏଇ ମାଙ୍କୁ ଡାକିଲେ, ପାଠଚର କଲେ କଣ ହୁଏ ଦେଖ, ମୁଁ କେତେଟା ସତ ସତ ଘଟଣା କହିବି। ଗୋଟେ 4-5 ବର୍ଷର ଛୁଆ ତାଙ୍କ ଘରକୁ ପାର୍ଚର ମୁଁ ଗଲି କରିବା ପାଇଁ, ତାର ଜେଜେ ଜେଜେମା ଜମା ରାଜି ନୁହନ୍ତି ପାର୍ଚର କରିବା ପାଇଁ। ହେଲା, ତାଙ୍କର ଗୋଟେ ଝିଅ ପଣ୍ଡିଚେରୀରେ ଅଛି, ବୁଝିହଉଛି? ସିଏ ମତେ ବାରମ୍ବାର କହୁଛି ତମେ ଓଡିଶା ସାରା ଚାରିଆଡେ ବୁଲି ବୁଲି ପାର୍ଚର କରୁଛ, ଅଥଚ ଆମ ଘରେ ପାର୍ଚର ଖୋଲି ପାରୁନ। ବାରମ୍ବାର କହୁଛି। ମୁଁ ସବୁବେଳେ ଯାଇ ତାଙ୍କ ଘରେ ପହଞ୍ଚେ, ତା ବାପାକୁ କହେ ତମ ଝିଅ ମତେ ସିଆଡେ ବ୍ୟସ୍ତ କରି ରହୁଛି ଯେ ଆମ ଘରେ ଗୋଟେ ପାର୍ଚର କର। ଦେଖିଲା ବେଳକୁ ଆପଣ ରାଜି ହଉନାହାନ୍ତି। ଆଉ ପାର୍ଚର ତ ଏମିତିକା ଜିନିଷ ନୁହେଁ ଯେ
ତାକୁ ଗୋଟେ ଜବରଦସ୍ତିଆ କରାଯିବ, ଭିତରୁ ଆସିବା ଦରକାର ପାର୍ଚର ପ୍ରତି। ମୁଁ ସେଠୁ ଗୋଟେ ବୁଦ୍ଧି ପାଞ୍ଚିଲି, ମୁଁ କହିଲି ଏ ଲୋକ ସହଜେ ରାଜି ହଉନି। ମୁଁ କଣ କଲି, ତାଙ୍କ ପଡିଶା ଘର ମାନଙ୍କରେ ତାଙ୍କ ସହିତ ବସିଲି, କଥା ହେଲି, ତାଙ୍କୁ ପାର୍ଚର କରିବା ପାଇଁ କହିଲି, ସେମାନେ ରାଜି ହେଇଗଲେ। ଯେତେବେଳେ ପଡିଶା ଘରେ 4ଟି ଖଣ୍ଡେ ଘରେ ପାର୍ଚର ଆରମ୍ଭ କରିଦେଲି, ବର୍ଷେ ଗଲା, 2 ବର୍ଷ ଗଲା, ଦେଖାଗଲା ତାଙ୍କର ଆର୍ଥିକ ମାନେ ଟଙ୍କା ପଇସା ବହୁତ ବଢିଗଲା, ଧନ ସମ୍ପତ୍ତି ବଢିଗଲା, ଭଲ ବିଜନେସ କଲେ। 2 ବର୍ଷ ଭିତରେ କାହାର 2ଟା ଟ୍ରକ୍, କାହାର 3ଟା ଟ୍ରକ୍ ସବୁ ଏମିତି ହେଇଗଲା 2 ବର୍ଷ ଭିତରେ। ତାପରେ ମୁଁ ଯେହେତୁ ପଡିଶା ଘରକୁ ଯାଉଛି, ତାଙ୍କ ଘରକୁ ଟିକେ ଯାଇକି ଆସେ। ମତେ କହିଲେ, ଅଜୟ ବାବୁ ଆପଣ ବହୁତ ଥର ପାର୍ଚର କରିବା କଥା ମୁଁ କହିଲିଣି, 8-10 ଥର କହିଲିଣି, ଆମେ କେବେ କରିନଥିଲୁ। ହଁ, ଏବେ ଆମେ ପାର୍ଚର କରିବୁ ନା, ଏବେ କରିବେ? ହଉ ଠିକ ଅଛି, କେବେ କରିବା କୁହନ୍ତୁ? ସେ କହିଲା, ମୋ ସ୍ତ୍ରୀର ଯୋଉଦିନ ଜନ୍ମଦିନ ଅଛି, ସେଟା ଭଲ ଦିନଟା, ସେଇଦିନ କରିବା। ମୁଁ କହିଲି ଠିକ ଅଛି, କରିବା। ସେଠୁ ଆଶ୍ରମକୁ ଚିଠି ଲେଖିଲୁ, ବ୍ଲେସିଂ ସେ ଆସିଲା ଆଶ୍ରମରୁ, ସ୍ଥିର ହେଲା ଡେଟ୍, ପାର୍ଚରଟି ଆରମ୍ଭ ହେଲା। ମୁଁ କହିଲି ଆଚ୍ଛା, ଆପଣ ଆଗରୁ ପାର୍ଚର କରିବାକୁ ଚାହୁଁନଥିଲେ, କିନ୍ତୁ ଏବେ ଆପଣଙ୍କର ହଠାତ୍ ଭିତରେ ଭାବ ଆସିଲାଣି ପାର୍ଚର କରିବା ପାଇଁ, ଏମିତି ହଠାତ୍ ପରିବର୍ତ୍ତନ କେମିତି ହେଲା? ସେ କଣ କହିଲା ଜାଣିଛ ଛୁଆ? କହିଲା, ମୁଁ ଦେଖିଲି ଆପଣ କହିଲା ପରେ ମୁଁ ପାର୍ଚର ରାଜି ହେଲିନି, କିନ୍ତୁ ଆମ ପଡିଶା ଘର ଗୁଡା ସବୁ ପାର୍ଚର କଲେଣି, ତାଙ୍କର ତ ଖାଲି ଧନ ସମ୍ପତ୍ତି ବଢିଲାଣି। ପାଠଚର କରିବା ଯୋଗୁ ତାଙ୍କ ଘରେ ସବୁ କାହାର 2ଟା ଟ୍ରକ୍, କାହାର 3ଟା ଟ୍ରକ୍ ସବୁ କଲେଣି। ସତରେ ଏଇ ମା ହଉଛନ୍ତି ମହାଲକ୍ଷ୍ମୀ, ଆସିଲା ଫଳରେ ତାଙ୍କର ଧନ ସମ୍ପତ୍ତି ବଢି ଯାଇଛି। ତେଣୁ ଚିନ୍ତା କଲି, ତାଙ୍କର ଯଦି ଧନ ସମ୍ପତ୍ତି ବଢୁଛି ପାର୍ଚର କରିକି, ଆମେ ବି ତ ପାର୍ଚର କଲେ ଆମର ବଢିବ, ତେଣୁ ଏଥର କରିବା। ଓ, ଧନ ସମ୍ପତ୍ତି ବଢିଆ ଉଦ୍ଦେଶ୍ୟରେ ଆପଣ ପାର୍ଚରଟା କରୁଛନ୍ତି ତ? ହଉ ହଉ, ଠିକ ଅଛି। କିଏ କୌଣସି ନା କୌଣସି ଗୋଟେ ଦିଗରେ ଆକର୍ଷିତ ହେଇକି ଆସିବ। କିଏ ଧନ ସମ୍ପତ୍ତି ପ୍ରତି ଆକର୍ଷିତ ହେଇକି ଆସିଛି, ମାଙ୍କୁ ଧରିଛି, ମା ତାକୁ ଧନ ସମ୍ପତ୍ତି ଦେବେ, କିଛି ଅସୁବିଧା ନାହିଁ। ତେଣୁ ଯାହା ହଉ, ୟାଙ୍କର ପାର୍ଚର ଚାଲିଲା। ପାଠଚକ୍ରରେ ମୁଁ ମାଙ୍କର କୃପା କଥା କହୁଥିଲି, ହେଲା, ମା କେମିତି କୃପା କରନ୍ତି, ମୁଁ ସେଇ କଥାଟା କହୁଥିଲି। ସରିଲା ପରେ ତାଙ୍କ ଘରର ଗୋଟେ ଛୁଆ, 5 ବର୍ଷ ଭିତରର ଗୋଟେ ଛୁଆ, ହେଲା, ସିଏ ପୁରା ମତେ ଚାହିଁକି ରହିଥାଏ, ମୋ କଥାକୁ ପୁରା ପ୍ରାଞ୍ଜଳ ଭାବରେ ବୁଝୁଥାଏ। ତାପରେ ସରିଲା ପରେ ମୋ ହାତକୁ ଧରିକି ଟାଣି ଟାଣି ନେଲା, କହିଲା ଆମ ରୁମକୁ ଆସ। ତା ମା କହିଲା, ଏଇଠିକି ଆଣ, ଏଇଠି ଖାଇବୁ ଆମ ସାଙ୍ଗ ହେଇକି। ବାଧ୍ୟ କରେଇଲା ତା ସହିତ ଖାଇବା ପାଇଁ, କହିଲା ଆଜି ଆମ ଘରେ ରହିବ, ଏଇଠି ଶୋଇବ। ବୁଢିଆ ଦେଲା ଏ ଛୁଆ। ଖାଇବା ଭିତରେ ସେ ମୋ ମୋଟରସାଇକେଲ ଚାବିକାଠିଟାକୁ ନେଇ ରଖିଦେଇଛି। ମୁଁ ସିନା ଚାବିକାଠି ପାଇଲେ ତା ଆସିବି ଘରକୁ, ଚାବିକାଠି ଆଉ ଦଉନି। ମୁଁ ଏ ଛୁଆ ନ ଶୋଇବା ପର୍ଯ୍ୟନ୍ତ ମୁଁ ଆଉ ଯାଇପାରିବିନି। ଶେଷରେ ସେ ଛୁଆକୁ ମୁଁ ହକା ଆସୁ, ତାକୁ ଥାପୁଡେଇ ଥାପୁଡେଇକା ଟିକେ ଶୁଏଇଦେଲି। ସେ ଶୋଇଲା। ଶୋଇ ସାରିବା ପରେ 9:30 ପାର ହେଇଗଲା, ସନ୍ଧ୍ୟାବେଳେ ପାର୍ଚର ଆରମ୍ଭ କରିଥିଲି, 9:30 ପାର ହେଲା, ସେ ଶୋଇଲା। ତାପରେ ମୁଁ ଆସିଲି, ମାନେ ପାର୍ଚରଟା ଖୋଲିଦେଲା ପରେ ସେ ପୁଣି କେମିତି ସାପ୍ତାହିକ ଭାବରେ କରିବେ, ତାଙ୍କୁ ମଝିରେ ମଝିରେ ଯାଇକି ଟ୍ରେନିଂ ଦେବାକୁ ପଡିବ। ତେଣୁ ମୁଁ ପ୍ରାୟ 3-4 ମାସ ପର୍ଯ୍ୟନ୍ତ ସପ୍ତାହରେ ଥରେ ନେଇ ତାଙ୍କ ପାର୍ଚର 12 ଦିନ ଗଲି, ଅଭ୍ୟସ୍ତ କରେଇଦେଲି। ତାପରେ ସେମାନେ ନିଜେ କରି ଶିଖିଲେ ପାର୍ଚର। ସବୁଥର ଏଇ ଛୁଆ ମୋ ହାତ ଟାଣି ଟାଣିକା ନେଇକି ଯାଏ ତାଙ୍କ ରୁମକୁ, ଜବରଦସ୍ତ କରିବ ଖାଇବା ପାଇଁ। ହେଲା, କହିଲା ସେଦିନ ପଳେଇଲ ନା, ମୁଁ ଶୋଇ ପଡିଲା ପରେ ଆଜି ଯାଇପାରିବନି, ଏମିତି କହେ। ଆଉ ମୁଁ ସତରେ ଏ ଛୁଆ ମାନେ ଅଦ୍ଭୁତ ପ୍ରକାର ଛୁଆ। ତା ବାପା, ମା, ଜେଜେ, ଜେଜେମା ସମସ୍ତେ ମତେ କହିଲେ, ଭାଇ ଆପଣଙ୍କ ସହିତ ସେ ଯେମିତି କଥା ହଉଛି, ଆମ ଘରେ କାହା ସହିତ କଥା ହଉନି, ତା ସାଙ୍ଗସାଥି ସହିତ ଖେଳୁନି କି କଥା ହଉନି। କଣ ଅସୁବିଧା ହେଇଛି? ମୋ ସହିତ ବଢିଆ କଥା ହଉଛି, ମୋ ହାତ ଧନଉଛି, କେଡେ ଗୁଲଗାଲିଆ କଥା କହୁଛି, ତମମାନଙ୍କ ସହିତ କାହିଁ କଥା ହଉଛି? କହିଲେ ହଉ ତ ନାଇଁ, କଣ ଅସୁବିଧା କଣ?
तार गोटे बड़ प्रोब्लेम आम लक्ष लक्ष टका खर्च कलुनी भाई भल होनी कौन प्रोब्लेम तार हार्ट प्रोब्लेम से छुआटर हार्ट प्रोब्लेम है तो दौड़ा दौड़ी कले तार हार्ट बाहरी पड़े तेणु दौड़ा दौड़ी से करे नहीं बड़ प्रोब्लेम टे छोटिया छुआ बोली हार्ट ऑपरेशन करने डॉक्टर मैंने साहस करना सेठू ये जो छोटिया छुआ मो सहित बढ़िया मिसुची मुझे जानी बांगालोर जड़े हार्ट स्पेशलिस्ट माँ को डिभोटी से कैलेंडर बनवाई आश्रम प्रेस को आसती गुड़ाए कैलेंडर बनाती ये मान को दवापाई जड़े डिभोटी तेणु कैलेंडर से बहुत ऑर्डर कराती 500 कि 1000 खंडे कैलेंडर से ऑर्डर कराती तेणु नियंती आश्रम हाँ ओडिया लोक प्रेस रे अच्छा बहुत अच्छा सेठू जोगाजोग करत ना सागे सागे झील पाक फोन कर से प्रेस रे काम करे से डाक्तर आछंती हला सागे को से डाक्टर आछंती ऑर्डर देवा पई कथा हे गेले फोन ले हला डॉक्टर कहले छुआ को नहीं पळे आसंतु हला ता बापा छुआर बापा मते कहछि डॉक्टर सहित कथा हेली से मते कहछंती छुआ को नेकी जिया पई मुनि जिबे जे डायरेक्ट डाक्तर पाखु जातुनी क्लाउ ना आपण आगो पंडिचेरी जातु पंडिचेरी समाधि रे छुआ को संपूर्ण रूपे निवेदन करिवे छुआर रोग विषय माँ का समाधि रे जणैबे तापर सेठू माँ का आशीर्वाद नहीं कि आपण पंडिचेरी डायरेक्ट जीवे पंडिचेरी बांग्लोर जीवे आउ सेठू माँ का आशीर्वाद नहीं कि जीवे सीधा सीधा बांग्लोर पड़ेबे ने से कला ता बापा झील को लेकिन पड़े गले पंडिचेरी बाप झील जाइछन समाधि को समाधि रे कौन तार छुआ अनुभव कला आसला तापरे सेठू गले बांग्लोर बांग्लोर तो डॉक्टर देखी दीचंदे खाली ऑपरेशन कर दवा है सागे डॉक्टर कहते खाली ऑपरेशन कर दवा मत फोन कले अजय बाबू डॉक्टर कहले खाली ऑपरेशन कर दे ता माँ आसनी किसी नहीं मुझे एकुटिया ना तुम एकुटिया कौट भावच तुम सहित बा डिवाइन मदर अच्छा एकुटिया कौन कौच तमें आदो एकुटिया नुह माँ तुम सहित अच्छा जेतु माँ तुम सहित अच्छा चिंता कर नहीं तापरे ता छाती खाद्य धड़ धड़ होता है क्या छुआर माटा पाखे देते साहस बापर साहस हम कि कथा माटा आसते भल था नहीं नहीं ता माँ जहाँ करी दिव्य जननी ताठू बहुत किसी करदे चिंता कर नहीं सत को सत डॉक्टर ता परदिन ऑपरेशन करने ओटी को नेले ये पूरा कांदी कांदी मत फोन कर बापा छानिया पूरा है धैर्य रखते आप अधैर्य छुआर धैर्य कौट आस आप बापा है अधैर्य होती नाई नाई धैर्य रखु माँ अच्छा तापरे ओटी को नहीं गले मुझे मुझे आपण घरे नाम जप व्यवस्था करी समाधि प्रेयर करी मु समाधि प्रेयर करके आम स्कूल जाए कहली देख आज ये भाया गोटे सिचुएसन होती मत फोन आसला सका तेणु मु आज स्कूल अटेंड करें ना छुट्टी आज नेबी छुट्टी नहीं गली दिन घर को गली मुझे घरे कहली सबुदिन रोषेईवास कर खाऊच दिने रोषे न कले न खाइले कौन मरज आज गोटे ये सिचुएसन आस समस्ते बसिकी माँ का फोटो पाखे नाम जप पूरा रखा मुझे कहली ऑपरेशन सक्सेस होगा मत फोन करियो आम ये अखंड नाम जप रखू आओ तुम फोन आसला नाम जप बंद कर ओटी भितर नेला मत फोन कर दे ओटी की नेले आमे बसिकी नाम जप कलु परिवार समस्ते मिसिकी 5:40 बेलू 10:30 ठारू पूरा नाम जप चलला 10:30 रु 5:40 बेलू हाँ पूरा नॉन स्टॉप 10:30 रु अपराह्न 5:40 पर्यंत
अखंड नाम जप पूरा चलला माँ सहित फोटो थाए परिवार समस्ते बसता चलला नाम जप 5:40 बेले तो फोन आसला ऑपरेशन सक्सेस छुआ ठीक ठाक ऑपरेशन काढ़ी तार जो असुविधा थी दूरे देले तार 7-8 दिन रहा पर आसला मुझे छुआ को कहली कह कहला मुझे पंचेरी जाइली तुम जान कि आओ बांग्लोर जाइली जे ता बापा माँ जेजे जेजा परिवार सारा मत समस्ते कहते आपन टे छुआ को पढ़ातु मुझे एत बाटर मुझे आसिक पढ़े पारि एटा पाखे मुझे पढ़े जी केउझर 7 किलोमीटर बाट 7 किलोमीटर जा किए पाठ पढ़े ट्यूशन मुझे ना मुझे सहज पार्श्व बुलूची तेणु इे सब बुलूची आप रेगुलर टाइम दे पारि मझे मझे मुझे तो जापरि है सप्ताह 2-3 थर एमती आसपारि कह हाँ से आसत है जबरदस्त परिवार सारा कर छुआटे मत बहुत श्रद्धा कह मुझे पाखे पढ़ी है उद्देश्य ये भाई जदि पढ़ेबे ताले आम छुआटा पंडिचेरी सीट पाइब ये विश्वास बुझे मुझे पढ़ेबी ताले ये छुआ पंडिचेरी सीट पाइब ये भावना नहीं कि से मत कहते आप पढ़ातु कौन करी मु राजी हेली शेष छुआर भाव को देखिकी मु राजी हेली छुआपाई मु सबुदिन समाधि प्रार्थना करे छुआपाई मु सबुदिन समाधि प्रार्थना करे तापर से छुआ को पंडिचेरी जाई बांग्लोर जाई आसला तो पचारि कह कहला मुरा बांग्लोर जाइली पुणी पंडिचेरी जाइली पंडिचेरी जाइलु पंडिचेरी कौन देखिलु कहला हेटी गोटे समाधि देखिली से समाधि बढ़िया सुंदर सुंदर फूल सब सजा होता है ना कौन देखिलु कहला से समाधि गोटे लाइट बाहरला मो छाती पशिगला से छुआ कहूँ समाधि गोटे लाइट बाहरला से लाइटा मो छाती भितर पशिगला मुझे देखीचु कहला हाँ ना कौन देखिलु कहला एटा तो देखिली आउ गोटे लाइट टाक देखिली समाधि बाहरला मो छाती भितर पशिगला तापर तो मो बापा डाक्तर पाक नहीं गले बांग्लोर आ बांग्लोर से डाक्तर माँ को रखी माँ को फोटो रखी बड़ बड़ आ मत गोटे ठेला गाड़ी रे नहीं गले ठेला गाड़ी माने स्ट्रेचर बोली कही पारनी ठेला गाड़ी कहूँ मत आज्ञा हाँ से ना चेयर टा भी नुहे स्ट्रेचर टार पूरा नहीं है स्ट्रेचर टार शुई देकी नौ ऑपरेशन करने तापर माँ फोटो पाखे मत शुए देले तापर भितर को नहीं गले तू एटा देखुलु कहला हाँ ना कौन देखीचु कहला मोर पाखे 4 जन डाक्तर था बाँ पटे 2 जन डाक्तर डाण पटे 2 जन डाक्तर मत गोटे खटोटा भाया लंबा गाड़ीटार शुई दे था माँ पाद पाखे था माँ सब डाक्तर को बतौ था ये कर से समस्त से समस्ते मुहा मुख मुहा मास्क लगे था मुहरे माँ जहाँ को जोड़ा बतौ था से डाक्तर मान से कर देखी कौन कले कहले मो छाती काटिदेले भितर बाहर करदे से जो अंत बुजुला गुड़ाक बाहरी आसला नाड़ गुड़ाक तापर काटी कुटे पुणी भर्ती करदे सिले देले मुझे देखीचु कहला हाँ मुझे छुआर पैसेंस केते ये छुआर धैर्य केते से देखुची ता छातीटा कटा गला हाथ टाक बाहर करदे कटाकुटी करदे सिले सिला देले भर्ती करदे सबुड़ा देखी पुणी माँ जहाँ को जोड़ा कहता से करूए से डाक्तर ये जो सीन टा कहला बेले मो रूम मूल पूरा चिटा होगला मैंने सत्य पिलाटा माँ असीम कृपार अधिकारी पूरा निर्मल तेणु ये जो घटनाटी घटला देखा मत देख काटी मो छातीटा देखा सतर तो ये कटा आज्ञा ये कटा है डर माड़ोनी तेना कटा देखिए देखेदेला से छुआ से वर्ष मो पाखे पढ़ला माँ को एमती कृपा थिला से वर्ष ही तार पंडिचेरी सिलेक्ट होगा ए से छुआ पंडिचेरी पढ़ुची
ପଣିଜ ଦେଖା ହୁଏ। ଏବେ ତା ମା ସେଠି ରହୁଛି, ଘର ଭଡା ନେଇକି ରହିଛନ୍ତି, ତା ବାପା ବି ରହୁଛି। ତା ବାପାର ଯେହେତୁ ବିଜନେସ୍, ବେଳେ ବେଳେ ଆସୁଛନ୍ତି ଓଡ଼ିଶାକୁ। ପଣିଜରେ କିନ୍ତୁ ଏବେ ବି ଅଛନ୍ତି ସେ ଛୁଆ, ଏବେ ପଣିଜରେ ତାର ସରିଗଲାଣି ନଲେଜ, ବର୍ତ୍ତମାନ ସରିଗଲାଣି ହେଲା। ତାପରେ ବି ସେ ପଣିଜରେ ଅଛି, କହୁଛି ନା ଏ ଜାଗା ଛାଡିକି ଯିବିନି ହେଲା, କିଛି ନାହିଁ। ତେବେ ଏଇ ଯୋଉ ଏଇଟା ମାଙ୍କ କୃପା ନା ଅନ୍ୟ କିଛି? ସେ ମାଙ୍କୁ ଭଲ ପାଉଥିଲା, ତା ଭିତରେ ମାଙ୍କ ପ୍ରତି ଶ୍ରଦ୍ଧା ଥିଲା, ତେଣୁ ମା ତାକୁ ସେ ବ୍ୟବସ୍ଥା କରୁଛନ୍ତି। ତେଣୁ ଆମେ ସବୁ ମାଙ୍କ ସ୍କୁଲରେ ପଢୁଛୁ, ତମାନେ ସବୁ ପଢୁଛ କି ନାଇଁ? ତେଣୁ ମା ତମକୁ ବାଛିଛନ୍ତି ବୋଲି ଏଠିକି ଆଣିଛନ୍ତି ନା ଖାଲି? ମା ତମକୁ ବାଛିଛନ୍ତି ବୋଲି ତମକୁ ଏଇ ସ୍କୁଲକୁ ଆଣିଛନ୍ତି। ତମେ ଯଦି ସବୁବେଳେ ମାଙ୍କୁ ଡାକିବ, ତମର ସବୁ ଅସୁବିଧା ମାଙ୍କୁ ଜଣେଇବ, ତାହେଲେ ଏଇ ମା ତମକୁ ପୁରା ଠିକ କରିଦେବ। ବୁଝିଗଲା? ତେଣୁ ଏଠି ଡାକିବ ତ, ଡାକ। ମାଙ୍କ ଫଟୋ ପାଖରେ ବସିବ, ସକାଳେ 10 ମିନିଟ, ସନ୍ଧ୍ୟାରେ 10। ତମ ଶୋଇଲା ବେଳକୁ ଡାକ। ବିଛଣାକୁ ଗଲାବେଳେ ସେ ବିଛଣାରେ ଥାଇକି ମା 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 10 ମିନିଟ ଜପିବ। ସକାଳୁ ବିଛଣା ଛାଡିଲା ବେଳେ ମା 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 10 ମିନିଟ ଜପିବ, ବିଛଣା ଛାଡିବ। ଏ ଦିଟା କାମ କର ହେଲା। ରାତି ଶୋଇଲା ବେଳକୁ 10 ମିନିଟ ଜପିବ, ସକାଳୁ ଉଠିଲା ବେଳକୁ ବିଛଣାରେ ଥାଇକି 10 ମିନିଟ ଜପିବ। ଯିଏ ମା 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 ନାମ ଜପ କରିବ, ମା ତାକୁ କୃପା ନିଶ୍ଚୟ କରିବେ। ମା ତାକୁ କୃପା କଲେ ତାର ପାଠ ହେଲା କି ନାହିଁ, ଖେଳ କଲା କି ନାହିଁ, ସେଟା ବଡ କଥା ନୁହେଁ। ବୁଝିଗଲା? କାରଣ ଆଜିକାଲି ଦୁନିଆରେ ସବୁ ଯାଉଛନ୍ତି, କହୁଛୁ ପାଠ ପଢିବୁ, ଚାକିରି କରିବୁ, ଚାକିରି କରିବୁ ପୁଣି ଅସତ ଉପାୟ ରୋଜଗାର କରିବୁ, ଯାଇକି କୋର୍ଟ କଚେରୀ ହବ, ଜେଲରେ ଯାଇକି ରହିବୁ। ବଡ ବଡ ଅଫିସର ଲାଞ୍ଚ ନେଇକି ଧରା ପଡୁଛନ୍ତି, ଜେଲରେ ରହୁଛନ୍ତି। ଆମର ସେମିତିଆ ପିଲା ହବା ଦରକାର ନାହିଁ ହେଲା। କାହାଠୁ ଠକେଇକି ଟଙ୍କାଟେ ନେଇଯିବା, ବା ଅସତ କଥା କହିଦବା, ମିଛ କଥା କହିଦବା, କାହାକୁ ଧକ୍କା ଦବା, ଏଗୁଡା ଆମ ଭିତରେ ନ ଆସୁ। ଆମେ ମାଙ୍କ ପାଇଁ ଗୋଟେ ଯୋଗ୍ୟ ପିଲା ହବା ହେଲା। ସବୁବେଳେ ସତ କଥା କହିବା, ଜମା ମିଛ କଥା କହିବା ନାହିଁ। ବୁଝିଗଲା? ଯଦି ଆମ ଭିତରେ କିଛି ଖରାପ ଗୁଣ ଅଛି, ତାହେଲେ ମା କହିବା, ମା ତମେ ମତେ ତମେ ଯେମିତି ଚାହୁଁଛ ସେମିତି କରିଦିଅ, ତମ ଭଳି ମତେ କରିଦିଅ, ତାପରେ ମା ତିଆର ଦେବେ। এইଭଳି ଭାବକୁ ନେଇକି ଆମେ ମାଙ୍କୁ ଡାକିବା ହେଲା। ଡାକିବା ତ ଏଥର? ସମୟ ହେଇଗଲାଣି, ମୁଁ ଆଲୋଚନାକୁ ଏଇଠି ରଖୁଛି। 1 ମିନିଟ ନୀରବ ରହିବା। ସାଇଲେନ୍ସ। O Supreme Lord, eternal truth, let us obey thee alone and live according to truth. परमोच प्रभु सत्य नित्य त्वामेव केवलम, अनुवर्ता महे सत्यम अनुजीवाम केवलम। हे परम प्रभु चिरंतन सत्य, आमे केवल तुमरी आज्ञा बहु होई उठू ओ सत्यर विधान को आश्रय करी जीवन धारण करू। ओम आनंदमयी चैतन्यमयी सत्यमयी परमे। ओम शांति शांति शांति।